ବନ୍ଧୁ, ଏ ଦୁନିଆଟି ହେଉଛି ବଡ଼ ବିଚିତ୍ର। ଏଠି ପାଖରେ ଛିଡ଼ା ହୋଇ ତୁମକୁ କେହି ସାହସ ଦେବେ ନାହିଁ। ଆଗରେ ଠିଆ ହୋଇ ତୁମକୁ କେହି କେବେ ରାସ୍ତା ଦେଖାଇବେ ନାହିଁ। ତୁମେ ଯେତେବେଳେ ନିଜ ପରିଶ୍ରମ କରି ନିଜ ଧୈର୍ଯ୍ୟ ଶକ୍ତି ବଳରେ ନିଜ ବାହୁଛାୟା ତଳରେ ତୁମେ ପରିଶ୍ରମ କରି ତୁମେ ଜୀବନରେ ଉନ୍ନତି କରିବ, ଏହି ଲୋକମାନେ ତୁମ ନାଁରେ ନିନ୍ଦା କରିବେ, ଅପବାଦ କରିବେ। ସେତେବେଳେ ତୁମେ ଆଦୌ କାତରିତ ନ ହୋଇ ବରଂ ଧୈର୍ଯ୍ୟ ଧରି ଟିକିଏ ହସି ଦେଇ ଆଗକୁ ଚାଲ। କାରଣ ଲୋକଙ୍କର କଥା ହେଉଛି ସେମାନେ ସବୁବେଳେ କହିବେ, ଆପଣଙ୍କ ଭଲରେ ବି କହିବେ, ଆପଣଙ୍କ ମନ୍ଦରେ ବି କହିବେ। କାରଣ ଲୋକମାନେ ଯେତେବେଳେ ପିଜୁଳି କିଣିବା ପାଇଁ ଯାଆନ୍ତି ସେତେବେଳେ ଦୋକାନୀକୁ ପଚାରନ୍ତି ପିଜୁଳିଟି ଖଟା ନା ମିଠା। ସେଇ ଲୋକମାନେ ପୁଣି ସେଇ ପିଜୁଳିକୁ ଘରକୁ ଆଣି ଲୁଣ ଲଙ୍କା ଲଗେଇ ଖାଇଥାନ୍ତି। ଏହା ହେଉଛି ଆମ ଲୋକମାନଙ୍କର ଆଦତ। ବନ୍ଧୁ, ଏ ଦୁନିଆଟି ହେଉଛି ବଡ଼ ବିଚିତ୍ର। ଏଠି ପାଖରେ ଛିଡ଼ା ହୋଇ ତୁମକୁ କେହି ସାହସ ଦେବେ ନାହିଁ। ଆଗରେ ଠିଆ ହୋଇ ତୁମକୁ କେହି କେବେ ରାସ୍ତା ଦେଖାଇବେ ନାହିଁ। ତୁମେ ଯେତେବେଳେ ନିଜ ପରିଶ୍ରମ କରି ନିଜ ଧୈର୍ଯ୍ୟ ଶକ୍ତି ବଳରେ ନିଜ ବାହୁଛାୟା ତଳରେ ତୁମେ ପରିଶ୍ରମ କରି ତୁମେ ଜୀବନରେ ଉନ୍ନତି କରିବ, ଏହି ଲୋକମାନେ ତୁମ ନାଁରେ ନିନ୍ଦା କରିବେ, ଅପବାଦ କରିବେ। ସେତେବେଳେ ତୁମେ ଆଦୌ କାତରିତ ନ ହୋଇ ବରଂ ଧୈର୍ଯ୍ୟ ଧରି ଟିକିଏ ହସି ଦେଇ ଆଗକୁ ଚାଲ। କାରଣ ଲୋକଙ୍କର କଥା ହେଉଛି ସେମାନେ ସବୁବେଳେ କହିବେ, ଆପଣଙ୍କ ଭଲରେ ବି କହିବେ, ଆପଣଙ୍କ ମନ୍ଦରେ ବି କହିବେ। କାରଣ ଲୋକମାନେ ଯେତେବେଳେ ପିଜୁଳି କିଣିବା ପାଇଁ ଯାଆନ୍ତି ସେତେବେଳେ ଦୋକାନୀକୁ ପଚାରନ୍ତି ପିଜୁଳିଟି ଖଟା ନା ମିଠା। ସେଇ ଲୋକମାନେ ପୁଣି ସେଇ ପିଜୁଳିକୁ ଘରକୁ ଆଣି ଲୁଣ ଲଙ୍କା ଲଗେଇ ଖାଇଥାନ୍ତି। ଏହା ହେଉଛି ଆମ ଲୋକମାନଙ୍କର ଆଦତ।